हाय साଙ୍ଗମାନେ ଜୟ ଜଗନ୍ନାଥ। ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର ବହୁତ ବଡ଼ ଗୋଟେ ଖୁସି ଖବର ହେଇଯାଇଛି, ଯୋଉଟା କି ଆପଣଙ୍କର ଏଲଟିଆର ରିଗାର୍ଡିଂ ରହିଅଛି। ଏଲଟିଆର ର ନିଯୁକ୍ତି ମେଳା ହେବାକୁ ଯାଉଛି, ତାହା ରିଗାର୍ଡିଂ ଆପଣଙ୍କର ଏ ନୋଟିସ୍ ଆସିଯାଇଛି, ଯୋଉଟା କି ଆପଣଙ୍କର ଡିଏସି ତରଫରୁ ଦେଖିପାରୁଥିବେ ଆପଣଙ୍କର ଆସିଯାଇଛି। ଠିକ ଅଛି, ଦେଖନ୍ତୁ କ୍ୟାଣ୍ଡିଡେଟ୍ ରିକମେଣ୍ଡେଡ୍ ବାଇ OSSC ଓଡ଼ିଶା ଫର ଦ ପୋଷ୍ଟ ଅଫ ଟିଜିଟି ଆର୍ଟ୍ସ, ଟିଜିଟି ଓଡ଼ିଆ, ହିନ୍ଦୀ ଏବଂ ସଂସ୍କୃତ ଟିଚର। ଠିକ ଅଛି, ଯୋଉମାନେ ଆପଣଙ୍କର ଏଲଟିଆର ରେ ରହିଯାଇଥିଲେ ତାଙ୍କର ଏବେ ଫାଇନାଲି ଜିଓ ଭେରିଫିକେସନ ହବ ଏବଂ ନିଯୁକ୍ତି ମେଳା ମଧ୍ୟ କରାଯିବ। ତ ଦେଖନ୍ତୁ ଏଇଠି ଆପଣଙ୍କର ଡେଟ୍ ଦିଆଗଲା, ରିପୋର୍ଟିଂ ଅଫ ଟିଜିଟି ଆର୍ଟ୍ସ, ଓଡ଼ିଆ, ହିନ୍ଦୀ, ସଂସ୍କୃତ ପିଲାମାନେ ଆଲୋଟେଡ୍ ଡିଷ୍ଟ୍ରିକ୍ଟ ଇନ୍ ଦ ଅଫିସ ଡିଓ। ଆପଣଙ୍କର ଏଇ ତଳେ ଦେଖନ୍ତୁ ରୋଲ ନମ୍ବର, ନେମ୍, ଜେଣ୍ଡର ଏବଂ ଆପଣଙ୍କର ଯୋଉ ଷ୍ଟ୍ରିମ୍, କ୍ୟାଟେଗୋରୀ ଏବଂ କୋଉ ଡିଷ୍ଟ୍ରିକ୍ଟରେ କାହାର ସିଲେକ୍ସନ ହେଇଛି ଟୋଟାଲ ଆପଣଙ୍କର ପିଡିଏଫ ରହିଅଛି। ଠିକ ଅଛି, ତ ଆପଣମାନେ ଚେକ୍ କରିନେବେ ଏବଂ ଏଇ ପିଡିଏଫ ଅନୁସାରେ ଆପଣଙ୍କର ଯୋଉ ଡିଷ୍ଟ୍ରିକ୍ଟରେ ଆପଣଙ୍କୁ ମିଳିଛି ତ ସେଇ ଡିଷ୍ଟ୍ରିକ୍ଟର ଡିଓ ଅଫିସ ଯାଇକି ଆପଣମାନେ ଡକୁମେଣ୍ଟ ଭେରିଫାଇ କରିବେ। ଠିକ ଅଛି, ତ ତା ପାଇଁ ଆପଣଙ୍କର ଡେଟ୍ ଦେଖନ୍ତୁ ଦିଆଗଲା 21/4/2026 ଟ୍ୟୁଜଡେ। ରିପୋର୍ଟିଂ ଟାଇମ ଦିଆଯାଇଛି 8ଟା AM। ଯେହେତୁ ଆପଣଙ୍କ ଖରା ଦିନ ସେଥିପାଇଁ ଆପଣଙ୍କର ମର୍ଣ୍ଣିଂରେ ହିଁ ଆପଣଙ୍କର ରିପୋର୍ଟିଂ କରିବା ପାଇଁ କୁହାଯାଇଛି। ଦେନ୍ ଆପଣଙ୍କର ଷ୍ଟେଟ୍ ଲେଭୁଲ ଅରିଏଣ୍ଟେସନ ଆପଣଙ୍କର ଯୋଉ ନିଯୁକ୍ତି ମେଳା ହବ କଳିଙ୍ଗ ଷ୍ଟାଡିୟମରେ କରାଯିବ ଏବଂ ସେଥିରେ ଆପଣଙ୍କର ଏଇ ଟିଜିଟି ଆର୍ଟ୍ସ, ଓଡ଼ିଆ, ହିନ୍ଦୀ, ସଂସ୍କୃତ ପିଲାମାନେ ନିଯୁକ୍ତି ଆପଣଙ୍କର ପାଇବେ ଏବଂ ତାହା ଆପଣଙ୍କର 23/4/2026 ଯୋଉଟା କି ଆପଣଙ୍କର ଡେଟ୍ ରହିଅଛି ଥର୍ସଡେ। ରିପୋର୍ଟିଂ କରିବା ପାଇଁ କୁହାଯାଇଛି 3:30 PM ରେ। ତ ଇଏ ହେଲା ଆପଣଙ୍କର ଡେଟ୍ ଯୋଉଟା କି ରହିଛି ଓରିଏଣ୍ଟେସନ ର ନିଯୁକ୍ତି ମେଳା, ତାର ଡେଟ୍ ହେଲା 23/4/2026 ଏବଂ ତାର ଟାଇମିଂ ମଧ୍ୟ ରହିଛି ରିପୋର୍ଟିଂ ଟାଇମ 3:30 PM ରେ। ଏବଂ ଆପଣଙ୍କର ଡିଓ ଅଫିସରେ ଯୋଉ ଭେରିଫାଇ ହବ ଡକୁମେଣ୍ଟ ତାର ରହିଛି 21 ତାରିଖ। ଠିକ ଅଛି, ଏବଂ ତଳେ ଦେଖନ୍ତୁ ଯେମିତି ଆପଣମାନଙ୍କୁ ମୁଁ ଦେଖେଇଲି, ଏଥିରେ ଆପଣଙ୍କ ସବୁ ଡିଷ୍ଟ୍ରିକ୍ଟରେ ଯୋଉ ରହିଛି ଆପଣଙ୍କ ଆର୍ଟ୍ସ, ଓଡ଼ିଆ, ସଂସ୍କୃତ, ହିନ୍ଦୀର ପିଲାମାନଙ୍କର ଡିଷ୍ଟ୍ରିକ୍ଟ ଚଏସ୍ ମାନେ ଯାହାର ଯୋଉ ଡିଷ୍ଟ୍ରିକ୍ଟରେ ସିଲେକ୍ସନ ହେଇଛି। ଠିକ ଅଛି, ସେଇ ଡିଷ୍ଟ୍ରିକ୍ଟ ଆପଣମାନେ ଯିବେ, ଯାଇକି ଆପଣଙ୍କର ଡକୁମେଣ୍ଟ ଭେରିଫାଇ କରିବେ ଆପଣଙ୍କର ଡିଓ ଅଫିସରେ। ତ ଏଥିରେ ଛୋଟିଆ ଇନଫର୍ମେସନ ଟି ଏବଂ ଆପଣଙ୍କର ଅନ୍ୟ ଡିପାର୍ଟମେଣ୍ଟର ମଧ୍ୟ ନିଯୁକ୍ତି ମେଳା ରହିଛି, ତା ରିଗାର୍ଡିଂ ମଧ୍ୟ ଆପଣଙ୍କର ଯୋଉ ନୋଟିଫିକେସନ ଆସିଯାଇଛି ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ରହିଛି ଯୋଉ ଡିପାର୍ଟମେଣ୍ଟ ତାଙ୍କର ମଧ୍ୟ ନିଯୁକ୍ତି ମେଳା କରାଯିବ। ଠିକ ଅଛି, ଆପଣଙ୍କର ଏଇଠି ପ୍ରାୟତଃ 6,000 ପ୍ଲସ ପିଲାମାନେ ନିଯୁକ୍ତି ମେଳାରେ ଆପଣଙ୍କର ଆପଏଣ୍ଟମେଣ୍ଟ ପାଇବେ। କଳିଙ୍ଗ ଷ୍ଟାଡିୟମରେ ଆପଣଙ୍କର କରାଯିବ 23 ତାରିଖ। ଠିକ ଅଛି, ତ ଏ ଥିଲା ଆପଣଙ୍କର ଛୋଟିଆ ଇନଫର୍ମେସନ ଟି ଯୋଉଟା କି ଆପଣଙ୍କର ଏଲଟିଆର ରିଗାର୍ଡିଂ ଆପଣଙ୍କର ଯୋଉ ପିଲାମାନେ ୱେଟ୍ କରିଥିଲେ ତାଙ୍କର ମଧ୍ୟ ଆସିଯାଇଛି ଏବଂ ଅଦର ଡିପାର୍ଟମେଣ୍ଟ ପିଲାମାନଙ୍କର ମଧ୍ୟ ଓରିଏଣ୍ଟେସନ ଡେଟ୍ ଆପଣଙ୍କର ଆସିଯାଇଛି। ଯୋଉମାନେ ଆପଣଙ୍କ ସିଲେକ୍ଟେଡ କ୍ୟାଣ୍ଡିଡେଟ୍ ଅଛନ୍ତି ଆପଣମାନଙ୍କୁ କଂଗ୍ରାଚୁଲେସନ, ଆପଣମାନେ ରେଡି ହୁଅନ୍ତୁ ଆପଣଙ୍କର 23 ତାରିଖ ନିଯୁକ୍ତି ମେଳା ପାଇଁ। ଠିକ ଅଛି, ଜୟ ଜଗନ୍ନାଥ।